ଦେବକୁଣ୍ଡ। ମୟୂରଭଞ୍ଜର ଦେବକୁଣ୍ଡ ଶିମିଳିପାଳ ଜାତୀୟ ଉଦ୍ୟାନର ଅନ୍ୟତମ ଅଂଶ। ଦର୍ଶନ କଲାବେଳେ ଦେବକୁଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ମନକୁ ଭୟଭୀତ କଲା। ଦେବକୁଣ୍ଡ ଜଳପ୍ରପାତ ଭୀମ ଭୟଙ୍କର ଜଳପ୍ରପାତ ସ୍ଥାନଟିର ଉପରେ ମା ଅମ୍ବିକାଙ୍କ ମନ୍ଦିର। ପାହାଡ଼ ଚଢ଼ିଗଲେ ପଡ଼େ ମନ୍ଦିର। ଏ ଦୃଶ୍ୟ ମନକୁ ଆନନ୍ଦ ଓ ଭୟର ମିଶାମିଶି ଉଲ୍ଲାସରେ ଭରିଦିଏ। ଝରଣା ଜଳ ପାହାଡ଼ି ଇଲାକା ଦେଇ ବହି ଚାଲିଛି। ଚମତ୍କାର ଦୃଶ୍ୟ ମନ ଭିତରେ ଐଶ୍ୱରିକ ଚେତନା ଜାଗ୍ରତ କରେ। ଈଶ୍ୱରଙ୍କୁ ଅନୁଭବ କରିହୁଏ ଏମିତି ଜାଗାରେ। ସତେ ଯେମିତି ଭୟ ଓ ଆଶଙ୍କା ମନରୁ ଦୂରୀଭୂତ ହୋଇଯାଇଛି। ସର୍ବତ୍ର ମନେ ହେଉଛି ଈଶ୍ୱରଙ୍କ ନିବାସ। ଦେବକୁଣ୍ଡରେ ଦେବତାଙ୍କ ଆସ୍ଥାନ। କେମିତି କେମିତି ଆସ୍ଥା ବିଶ୍ୱାସରେ ପୁରି ଉଠେ ମନ। ଈଶ୍ୱର ସତେ ଯେମିତି ଅଭୟ ପ୍ରଦାନ କରୁଛନ୍ତି ସେଠି। ସେଠି କେଇ ମିନିଟ୍ ନୀରବ ଭାବରେ ବସିବା ପରେ ମନେ ହେଲା ସେ ଈଶ୍ୱର ବିରାଜିତ ମୋର ହୃଦୟରେ। ମା ଅମ୍ବିକାଙ୍କ ଆଶୀର୍ବାଦରୁ ଭୟ ନାହିଁ ସେଠି। ଦେବକୁଣ୍ଡରେ ଭରି ରହିଛି ଦେବତାଙ୍କ ଅଭୟ। ଚମତ୍କାର ପ୍ରାକୃତିକ ଦୃଶ୍ୟ, ମନୋରମ ଝରଣା ଓ ଜଳପ୍ରପାତ ଯାହା ଅନୁଭବ କରିହୁଏ। ଭୁଲି ହୁଏନି ଭୀମକାନ୍ତ ସୌନ୍ଦର୍ଯ୍ୟ। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।